ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ସେକେଣ୍ଡ ସେମିଷ୍ଟାରର ୟୁନିଟ୍ 2ର ଯାହାକି ବିଷୟ ନାଁ ହେଲା ଯୋଗାଯୋଗର ପରିଭାଷା, ଅନୁଭୂତି, ପରିସର ଓ ପ୍ରକାରଭେଦ। ଓକେ, ଏଇଟା ପେଜ୍ ନମ୍ବର 19। ଦେଖନ୍ତୁ, ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଓକେ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଯୋଗାଯୋଗ ମଣିଷର ଚାଲିଚଳନକୁ ନେଇ ଚାଲେ। ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଚଳଣି ବିଭିନ୍ନ ପ୍ରକାର। ଆଞ୍ଚଳିକ ସ୍ତରରେ ବିଭିନ୍ନ ଧାରା, ଚାଲିଚଳଣି, ଖାଦ୍ୟପେୟ, ଆଚରଣ, ଉଚ୍ଚାରଣ ଓ ଓଷାପତ୍ର, ପର୍ବପର୍ବାଣି ମଧ୍ୟ ଭିନ୍ନ। ଗୋଟିଏ ସ୍ଥାନରେ ସଂସ୍କୃତି ଅନ୍ୟ ଏକ ସ୍ଥାନର ସଂସ୍କୃତି ସହିତ ଯୋଗାଯୋଗ ସ୍ଥାପନରେ ମାଧ୍ୟମ ମଣିଷ। ପିଲାମାନେ ଆପଣ ଜାଣିଥିବେ ତ ଆମର ପ୍ରାୟ ଆମ ରାଜ୍ୟରେ ସବୁ ସଂସ୍କୃତି ଅଲଗା ଅଲଗା। ଓକେ, ଉଦାହରଣ ସ୍ୱରୂପ ବର୍ଷସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଉତ୍ସବ, ଯାତ୍ରା, ଗୀତ, ନୃତ୍ୟର ଆୟୋଜନ ହେଉଛି। ଗୋଟିଏ ଉତ୍ସବକୁ ନେଇ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ ଅନୁଷ୍ଠାନ ଆଦି ତାହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବା ଦ୍ୱାରା ଭାବର ଆଦାନ ପ୍ରଦାନ ଓ ଯୋଗାଯୋଗ ସମ୍ଭବ ହୋଇଥାଏ। ପ୍ରାଦେଶିକ ସ୍ତରରେ ମଧ୍ୟ ଏହି ପ୍ରକ୍ରିୟା ସାଂସ୍କୃତିକ ଯୋଗାଯୋଗକୁ ବିକାଶ କରିଥାଏ। ଜଗତର ନାଥ ଜଗନ୍ନାଥ ଆମ ଧର୍ମଧାରା ମୂଳବର୍ତ୍ତୀ। ସେ କେବଳ ଏହି ରାଜ୍ୟ ଭିତରେ ସୀମିତ ନୁହନ୍ତି, ତାଙ୍କ ଆଧ୍ୟାତ୍ମିକ ଭାବନା ଚତୁର୍ଦିଗକୁ ବିଚ୍ଛୁରିତ ହୋଇଛି। ଏଥିରେ ଆକୃଷ୍ଟ ହୋଇ ଆମ ରାଜ୍ୟ ବିଦେଶୀମାନେ ଆଗ୍ରହର ସହିତ ଆସୁଛନ୍ତି, ନିଜ ଦେଶରେ ଏ ଭାବନାକୁ ପ୍ରସାରିତ କରାଉଛନ୍ତି। ଏହା ଆଧ୍ୟାତ୍ମ ଓ ସଂସ୍କୃତିର ଏକ ଯୋଗାଯୋଗ ପ୍ରକ୍ରିୟା। ଯୋଗାଯୋଗ କେବଳ ନୃତ୍ୟ, ଗୀତ, ଧର୍ମ ଧାରଣା ମଧ୍ୟରେ ସୀମିତ ନୁହେଁ। ଖାଦ୍ୟପେୟ, କୁଟୀର ଶିଳ୍ପକୁ ତିଆରି ପଦାର୍ଥ, ନାନା ପ୍ରକାର ଗହଣା, ବସ୍ତ୍ର ଆଦି ଯୋଗାଯୋଗ ରକ୍ଷାରେ ଅନ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଅଞ୍ଚଳ ଭିତ୍ତିରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଯୋଗାଯୋଗ ଚାଲିଚଳଣି, ଧର୍ମଧାରା ଏବଂ ଉତ୍ପାଦିତ ଦ୍ରବ୍ୟ ମାଧ୍ୟମରେ ସମ୍ଭବ ହୋଇପାରେ। ଶେଷରେ ଏହାକୁ କୁହାଯାଇପାରେ ଦୃଢ଼ୀଭୂତ ସମ୍ପର୍କ ହିଁ ଯୋଗାଯୋଗକୁ ଅଧିକ ସାହାଯ୍ୟ କରିପାରେ। ଜନସଂଖ୍ୟା ବୃଦ୍ଧି ହେବାରୁ ମୌଳିକ ଆବଶ୍ୟକତାରେ ମଧ୍ୟ ବୃଦ୍ଧି ଘଟୁଛି। ଆବଶ୍ୟକତାର ବୃଦ୍ଧି ବ୍ୟବସାୟ ବାଣିଜ୍ୟର ପରିସର ବ୍ୟାପ୍ତ ହେବାରେ ଲାଗିଛି। ପ୍ରାଚୀନ ସମୟରେ ବ୍ୟବସାୟ ବାଣିଜ୍ୟ ଏବେ ମାତ୍ରାରେ ବ୍ୟାପକ ହୋଇନଥିଲେ ମଧ୍ୟ ଯୋଗାଯୋଗର ବିକାଶ ଏହାରି ମାଧ୍ୟମରେ ହୋଇଥିଲା। ବାଣିଜ୍ୟିକ କାରବାର ଦ୍ୱାରା ଦେଶ ଜାତି ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହୋଇଥାଏ। ଏ ପ୍ରକାର ଯୋଗାଯୋଗ ସୀମିତ ନୁହେଁ ବରଂ ବ୍ୟାପକ। ଗୋଟିଏ ସ୍ଥାନର ଉତ୍ପାଦନ, କାରିଗରୀ ଦ୍ରବ୍ୟ ଆଦି ଅନ୍ୟ ଅଞ୍ଚଳରେ ବିକ୍ରୟ ଏବଂ ଅନ୍ୟ ଅଞ୍ଚଳର ଦ୍ରବ୍ୟ ବିପଣନ ହିଁ ଯୋଗାଯୋଗ ସ୍ଥାପନ କରିଥାଏ। ବ୍ୟବସାୟ ବାଣିଜ୍ୟ ଦ୍ୱାରା ବିଭିନ୍ନ ଅଞ୍ଚଳର ଭାଷା, ଖାଦ୍ୟପେୟ, ଚଳଣି, ସଂସ୍କୃତି, କାର୍ଯ୍ୟକ୍ରମ, ରାଜନୀତି, ଭାବଧାରା, ଅର୍ଥନୀତି ବ୍ୟବସ୍ଥା, ଭ୍ରାତୃଭାବର ବିନିମୟ ଯୋଗାଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ଯୋଗାଯୋଗର ସମସ୍ତ ମାଧ୍ୟମ ଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ସାହିତ୍ୟିକ ଯୋଗାଯୋଗ। ଶାଶ୍ୱତ ସୃଷ୍ଟି ସାହିତ୍ୟ ସମାଜ ଦର୍ପଣ ବାସ୍ତବ ଚିତ୍ରକୁ ସାଙ୍ଗରେ ଧରି ଗତିଶୀଳ ସମୟର ତାଳେ ବ୍ୟକ୍ତିର ଚିନ୍ତା ଶକ୍ତି ଗଣମାଧ୍ୟମକୁ ସ୍ପର୍ଶ କରେ, ପ୍ରଭାବିତ କରେ, ପରିବର୍ତ୍ତନ ମଧ୍ୟ ଆଣିଥାଏ। ନାନା ପ୍ରକାର କଳା ମଧ୍ୟରେ ସାହିତ୍ୟ ଏଭଳି ଏକ ସଫଳ କଳା ଯାହା ପାଠକକୁ ଆନନ୍ଦ ପ୍ରଦାନ କରେ, ମନୋରଞ୍ଜନ ମାଧ୍ୟମରେ ଶିକ୍ଷା ଦେଇଥାଏ, ଅଳ୍ପ ସମୟରେ ପ୍ରଭାବ ବିସ୍ତାର କରିପାରିଥାଏ। ଶହ ଶହ ନୀତି ଉପଦେଶ ପ୍ରବଚନ ଯାହା କରିପାରେ ନାହିଁ, ତାହା ସାହିତ୍ୟ ଭାବଧାରା କରିପାରେ। କବିବର ଅମୃତମୟ ସୃଷ୍ଟି କବିତା, ନାଟକ, ଉପନ୍ୟାସ ମାଧ୍ୟମରେ ପ୍ରକାଶିତ ବାର୍ତ୍ତା ଦ୍ୱାରା ଜୀବନ ପ୍ରଭାବିତ ହୋଇଥାଏ।
ଏହାର ଉଦାହରଣ ରହିଛି। ସାହିତ୍ୟର କ୍ଲାନ୍ତ କୋମଳ ସ୍ପର୍ଶ ନିରୀଶ ରୁକ୍ଷ ବସ୍ତ୍ର ଦେହରେ ଜୀବନୀ ଶକ୍ତି ଭରି ଦିଏ। କଳ୍ପନାରେ କବି ଅତ୍ୟନ୍ତ ଅସୁନ୍ଦର ଜିନିଷ ଭିତରେ ସୌନ୍ଦର୍ଯ୍ୟକୁ ଖୋଜିପାଏ। ସାହିତ୍ୟ ଅତୀତ ବର୍ତ୍ତମାନ ଓ ଭବିଷ୍ୟତର କଥା ବଖାଣିବାର। ନେକ୍ସଟ ଭିଡ଼ିଓରେ ଆମେ ଆଉ ଆଲୋଚନା କରିବା। ଏଠି ଭିଡ଼ିଓ ସଜାଇ ଜୟ ଜଗନ୍ନାଥ।